ଆମ୍ଭମାନଙ୍କର ଅତି ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ସିଦ୍ଧିଦାତା ଆଉ ବିଶ୍ୱାସର ନେତା ତାଙ୍କର ପବିତ୍ର ମହାନାମର ଗୌରବ ବିଶ୍ୱାସରେ ତାଙ୍କ ପଛରେ ଅନୁଗମନ କରିବା ପାଇଁ ଏବଂ ତାଙ୍କ ନିମନ୍ତେ ଜୀବନ କାଟିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ତାହା ଆମମାନଙ୍କର ଉତ୍ତମତା ଧାର୍ମିକତା ଦ୍ୱାରା ନୁହେଁ, କିନ୍ତୁ ତାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ସେ ତାଙ୍କ ନିକଟବର୍ତ୍ତୀ କରେଇଛନ୍ତି ଏବଂ ତାଙ୍କୁ ପ୍ରଭୁ ଉଦ୍ଧାରକର୍ତ୍ତା ପରିତ୍ରାଣକର୍ତ୍ତା ପାପ କ୍ଷମାକାରୀ ବୋଲି ଜାଣିବା ପାଇଁ ବୁଝିବା ପାଇଁ ଗ୍ରହଣ କରିବା ପାଇଁ ସୁଯୋଗ ଦେଇଛନ୍ତି। ପାଉଲ ତାଙ୍କର ବ୍ୟକ୍ତିଗତ ଜୀବନରେ ସାଧୁ ପାଉଲ ବା ପ୍ରେରିତ ପାଉଲ ଅନେକ ଦୁଃଖ କଷ୍ଟ ସମସ୍ୟା ନିନ୍ଦା ଅପମାନ ତାଡ଼ନା ଭିତରେ ଜୀବନର ଯାତ୍ରା ପଥରେ ସେ ପ୍ରଭୁଙ୍କ ସହିତ ଚାଲିବାରେ ତାଙ୍କର କାର୍ଯ୍ୟ କରିବାରେ ସୁସମାଚାର ପ୍ରଚାର କରିବାରେ ମଣ୍ଡଳୀ ଗଠନ କରିବାରେ ଲୋକମାନଙ୍କୁ ବିଶ୍ୱାସରେ ବୃଦ୍ଧି ପାଇବା ନିମନ୍ତେ ଉତ୍ସାହ ଦେବାରେ ଯେକୌଣସି ପରିସ୍ଥିତିରେ ସେ ପଛଘୁଞ୍ଚା ଦେଇନଥିଲେ। ତାଙ୍କ ଜୀବନରେ ତାଙ୍କର କାର୍ଯ୍ୟ ତାଙ୍କର ଆଦର୍ଶତା ଆମମାନେ ଏଇ ଚିଠା ଗୁଡ଼ାକ ପଢ଼ିବା ଦ୍ୱାରା ଅନେକ କିଛି ବିଷୟ ବ୍ୟକ୍ତିଗତ ଜୀବନ ନିମନ୍ତେ ଏବଂ କାର୍ଯ୍ୟକାରୀମାନେ ତାଙ୍କର କାର୍ଯ୍ୟ ସେବା ନିମନ୍ତେ ଆପଣ ମୁଁ ଏବଂ ମଣ୍ଡଳୀ ଗୁଡ଼ାକ ବହୁତ କିଛି ଶିଖିବାର ବିଷୟ ରହିଛି। ଫିଲିପିଓ ମଣ୍ଡଳୀକୁ ପାଉଲଙ୍କର ପତ୍ର 3 ପର୍ବ ଯେତେବେଳେ ଆମେ ପଢ଼ୁ ପାଉଲଙ୍କର ଯୋଗ୍ୟତା ବିଷୟ 12 ପଦରେ ସେ କହୁଛନ୍ତି, ମୁଁ ଯେ ଏବେ ସେଇ ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ଧରିବା ପାଇଁ ଦୌଡ଼ୁଅଛି। ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ବା ଖ୍ରୀଷ୍ଟ ଯୀଶୁ ମୋତେ ଧରିଛନ୍ତି ବା ତାଙ୍କ ଦ୍ୱାରା ମୁଁ ଧରା ଯାଇଛି, ସେ ମୋତେ ନିଜର ହସ୍ତ ଦକ୍ଷିଣ ହସ୍ତ ଦ୍ୱାରା ମୋତେ ଧରିଛନ୍ତି। ମୁଁ ପ୍ରଭୁଙ୍କର ଅନୁଗମନ କରୁଛି ବା ପ୍ରଭୁଙ୍କ ସହିତ ମୁଁ ଚାଲୁଛି କହିବା ଅପେକ୍ଷା ପ୍ରଭୁ ମୋତେ ଅନୁଗ୍ରହ କରି ମୋତେ ଧରି ତାଙ୍କ ପଛରେ ବା ତାଙ୍କ ପଛରେ ଅନୁଗମନ କରିବା ପାଇଁ ତାଙ୍କ ସହିତ ଚାଲିବା ପାଇଁ ମୋତେ ସାହାଯ୍ୟ କରୁଛନ୍ତି। ଏହି ବିଷୟ ଜଣେ କାର୍ଯ୍ୟକାରୀ ବା ଜଣେ ବିଶ୍ୱାସୀ ବୁଝିବାର ଆବଶ୍ୟକ ରହିଛି। ପ୍ରଭୁ ଯଦି ଅନୁଗ୍ରହ କରି ଆମମାନଙ୍କୁ ତାଙ୍କ ପଛରେ ଚାଲିବା ପାଇଁ ସାହାଯ୍ୟ ନ କରିବେ ବା ଆମମାନଙ୍କୁ ସେ ବଳ ଦେବେ ନାହିଁ, ଶକ୍ତି ଦେବେ ନାହିଁ, ସକ୍ଷମ କରାଇବେ ନାହିଁ, ତାହେଲେ ରକ୍ତମାଂସଧାରୀ ମନୁଷ୍ୟ ସର୍ବଦା କିଛି ନା କିଛି ସମସ୍ୟା ଜଡ଼ିତ ବ୍ୟକ୍ତି ମନୁଷ୍ୟ ଝୁଣ୍ଟିବାର ପଡ଼ିଯିବାର ଶିଥିଳ ହେବାର ଅବହେଳା କରିବାର ସମ୍ଭାବନା ରହିଛି। ତାହା ଆମେ ଈଶ୍ୱରଙ୍କ ବାକ୍ୟ ବାଇବଲରେ ପୁରାତନ ନିୟମ ନୂତନ ନିୟମରେ ଅନେକ ମହାନ ମହାନ ନମ୍ର ପ୍ରଭୁଙ୍କର ସେବକମାନଙ୍କ ଜୀବନରୁ ଦେଖିପାରୁଛୁ, ଜାଣିପାରିଛୁ ଏବଂ ଆମମାନଙ୍କ ଜୀବନରେ ମଧ୍ୟ ପ୍ରଭୁଙ୍କର ଅନୁଗ୍ରହ ଭିତରେ ବଞ୍ଚିଥିଲା ବେଳେ ମଧ୍ୟ ଆମେ କେତେବେଳେ ପଡ଼ିଯାଉ, ଥକିଯାଉ, ହାଲିଆ ହେଇଯାଉ, ଅତୀତ ଆମମାନଙ୍କୁ ଘାଣ୍ଟି ଦିଏ, ଅତୀତର ବିଷୟ ଗୁଡ଼ାକ ଆମମାନଙ୍କୁ ନିରାଶ ହତାଶ କରେ ଏବଂ ଆମମାନଙ୍କ ଯାତ୍ରା ପଥ ନିମନ୍ତେ ବାଧାର କାରଣ ହୁଏ। ଏ ବିଷୟ ମାନେ ସମସ୍ତେ ପ୍ରାୟ ଜାଣିଛୁ। ସେ କହୁଛନ୍ତି 13 ପଦରେ, ଫିଲିପିଓ 3:13 ପଦରେ, ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। କେତେ ବଡ଼ କଥା ପ୍ରଭୁଙ୍କର ପ୍ରିୟ ଦାସ 13 ଆଉ 14 ପଦରେ ପ୍ରକାଶ କରୁଛନ୍ତି। ଯେଉଁ ସମସ୍ତ ବିଷୟ ମୋର ପାଇବାର ଆଶା ଭରସା ଈଶ୍ୱରଙ୍କ ବାକ୍ୟରେ ପ୍ରକାଶ କରାଯାଇଛି, ତାହା ଯେ ମୁଁ ଧରିଅଛି ବୋଲି ମୁଁ ମନେ କରୁନାହିଁ। ମୁଁ କ'ଣ କରୁଛି? କିନ୍ତୁ ଗୋଟିଏ ବିଷୟ ମୁଁ କରୁଛି, ପଶ୍ଚାତ ବିଷୟ, ଅତୀତର ବିଷୟ, ଗତକାଲିର ବିଷୟ, ଗତ ଦିନମାନଙ୍କର ବିଷୟ, ପୁରାତନ ବିଷୟ ଯାହା ଚାଲିଯାଇଛି
ଅତୀତର ଗର୍ଭରେ ଅତୀତର ଇତିହାସରେ ଯୋଉଟା ଲୀନ ହେଇଯାଇଛି ସେଇ ସମସ୍ତ ବିଷୟକୁ ମୁଁ କ'ଣ କରିଛି ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ବୋଲେ ଜଗତର ବିଷୟବସ୍ତୁ ନୁହେଁ ସ୍ୱର୍ଗୀୟ ବିଷୟ ଗୁଡ଼ାକ ଯେହେତୁ ସ୍ୱର୍ଗୀୟ ଆହ୍ୱାନ କଥା ଲେଖାଯାଇଛି ସ୍ୱର୍ଗୀୟ ଆହ୍ୱାନର ପଣ ପାଇବନି ଅର୍ଥ ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ସ୍ୱର୍ଗୀୟ ବିଷୟ ଗୁଡ଼ାକ ଯୋଉଟା ପାଉଲ କହୁଛନ୍ତି ଏଇଠି ଗୋଟେ ସେ ଲିଷ୍ଟ ଦେଇଦେଇଛନ୍ତି ଯେ ଆପଣ ମୁଁ ଦେଖିବା କ'ଣ ଲେଖାଯାଇଛି ମୋର ପ୍ରିୟ ଭାଇ ଭଉଣୀ ମାନେ ଏପରି ଲେଖାଯାଇଛି 8 ପଦରୁ କେବଳ ମୁଁ ପଢ଼ି ଦେଉଛି ହଁ ପ୍ରକୃତରେ ଫିଲିପି 3ର 8 ପଦରୁ ମୁଁ ପଢ଼ୁଛି ହଁ ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ କ୍ଷତିଜନକ କ'ଣ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କର ଜ୍ଞାନର ଉତ୍କୃଷ୍ଟତା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଜ୍ଞାନର ଉତ୍କୃଷ୍ଟତା ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ଆମେ ଜାଣିଛୁ ଏଇଠି ପ୍ରେରିତ ପାଉଲ ଲେଖୁଛନ୍ତି ପ୍ରଥମ କରନ୍ତିରେ ଈଶ୍ୱରଙ୍କର ଜ୍ଞାନ ହେଉଛନ୍ତି ଖ୍ରୀଷ୍ଟ କ୍ରାଇଷ୍ଟ ଇଜ ଦ ୱିଜଡମ୍ ଅଫ୍ ଗଡ୍ ଏବଂ ହିତୋପଦେଶ ଉପଦେଶରେ ଜ୍ଞାନ କଥା କହୁଛନ୍ତି ପ୍ରଜ୍ଞା ଆଉ ଜ୍ଞାନ କଥା କହୁଛନ୍ତି wisdom and understanding they are speaking like a human being ଜ୍ଞାନ ଜଣେ ଜ୍ଞାନୀ ଲୋକ କହିଲା ଭଳିଆ ଜ୍ଞାନ କଥା କହୁଛି ଏଠି ଲେଖାଯାଇଛି ଜ୍ଞାନର ଉତ୍କୃଷ୍ଟତା ଆଜି ଆପଣଙ୍କ ଜୀବନରେ ମୋ ଜୀବନରେ ସେ ଲାଳସ ଅଛି କି ଆମେ କାହାକୁ ପ୍ରାୟୋରିଟି ଦେଉଛୁ ମୋର ବ୍ୟକ୍ତିଗତ କ୍ଷୁଦ୍ର ଜୀବନରେ ତାଙ୍କର ଅନୁଗ୍ରହ ଦ୍ୱାରା କିଛି କିଛି ଜାଗାରେ ଯୋଉଠି ମୁଁ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ତାଙ୍କର ଅନୁଗ୍ରହ ଅତୀତରେ ପାଇଛି ଆଜି ପାଉଛି କି ଆଗକୁ ମଧ୍ୟ ପାଇ ବୋଲି ଭରସା କରୁଛି ସେଇ ଜାଗାରେ ଗୋଟିଏ ବିଷୟ ଅତି ନିକଟରୁ ଆଉ ପାଖରୁ ଦେଖିବା ପାଇଁ ମୋତେ ବହୁତ ସୁଯୋଗ ଦେଇଛନ୍ତି ଏକ ବିଶ୍ୱାସୀ ଜୀବନର ମୂଳ ଲକ୍ଷ୍ୟ କ'ଣ ପ୍ରାୟୋରିଟି କ'ଣ ପ୍ରଭୁଙ୍କ ବିଷୟରେ ଜାଣିବା ନା ପ୍ରଭୁଙ୍କୁ ଜାଣିବା ସେବା ସମ୍ବନ୍ଧୀୟ ବାହ୍ୟ ବିଷୟରେ ଅତ୍ୟଧିକ ଆସକ୍ତି ହେବା ନା ପ୍ରଭୁଙ୍କ ସମ୍ପର୍କରେ ପ୍ରେମରେ ବଢ଼ିବା ଆମେ ଆଜି କୋଉ ବିଷୟକୁ ଗୁରୁତ୍ୱ ଦେଉଛୁ ଆପଣ ତାହା ଖ୍ରୀଷ୍ଟ ସେବା କାର୍ଯ୍ୟରେ ଏବଂ ଖ୍ରୀଷ୍ଟିଆନ ଜୀବନରେ ପାଇପାରିବେ ଦେଖିପାରିବେ କିଏ କାହାକୁ କହିବା ଆବଶ୍ୟକ ନାହିଁ କିଏ କାହାକୁ ମାପିବା ଦରକାର ନାହିଁ ମୁଁ ବ୍ୟକ୍ତିଗତ ଭାବରେ ନିଜକୁ ପ୍ରଶ୍ନ ପଚାରି ପାରିବି ପଚାରେ ଯେ ମୁଁ କୋଉ ବିଷୟକୁ ଗୁରୁତ୍ୱ ଦେଉଛି ମୋ ଜୀବନରେ ଜଣେ ବିଶ୍ୱାସ ହିସାବରେ କମନ ବିଲିଭର ଇନ୍ ଦ ଚର୍ଚ୍ଚ ପୋଜିସନ କଥା ଛାଡ଼ି ଦିଅନ୍ତୁ ବା ପଦବୀ ବା ଆହ୍ୱାନ ପ୍ରଭୁ କ'ଣ ଦେଇକି ରଖିଛନ୍ତି ସେଇଟା ପର କଥା କିନ୍ତୁ ଜଣେ ବିଶ୍ୱାସୀ କମନ ବିଲିଭର କୋଉ ବିଷୟକୁ ମୁଁ ପ୍ରାୟୋରିଟି ଦେଉଛି ମୋ ଜୀବନରେ ଅନ୍ୟାନ୍ୟ ବିଷୟରେ ମାଣ୍ଡଳିକ ସେବା ମାଣ୍ଡଳିକ କାର୍ଯ୍ୟକ୍ରମ ଏବଂ ମୋର ବ୍ୟକ୍ତିଗତ ଇଣ୍ଟରେଷ୍ଟ ବା ମୋର ଇଚ୍ଛା ମୋର ଲାଳସା ମୋର ହୃଦୟର ମନୋବାଞ୍ଛା ମୋର ଡିଜାୟାର ଏବଂ ଅନ୍ୟ କୋଉମାନଙ୍କୁ ମୋ ବ୍ୟକ୍ତିଗତ ଜୀବନରେ ମୁଁ ଗୁରୁତ୍ୱ ଦେଉଛି ସେ ସମସ୍ତ ଭିତରେ କୋଉଟା ମୋ ଜୀବନର ପ୍ରାୟୋରିଟି ବା ଲକ୍ଷ୍ୟ ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟଟି ପାଉଲ ତ ସମସ୍ତ ବିଷୟ ଲେଖିଛନ୍ତି ଏଇଠି 4 ପଦରେ ସେ କହୁଛନ୍ତି ମୁଁ ତ ବାହିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି ଆଜି ଆମର ଖ୍ରୀଷ୍ଟ ସେବା କାର୍ଯ୍ୟ କାହିଁକି ବିଫଳ ହୋଇ ଜାଣିଛନ୍ତି ଆମେ ବାହିକ ବିଷୟ ଉପରେ ବହୁତ ନିର୍ଭର କରୁ ଖ୍ରୀଷ୍ଟ ସେବା କାର୍ଯ୍ୟକୁ ସଫଳ କରିବା ପାଇଁ ଆମେ ବାହିକ ବିଷୟ ଉପରେ ବହୁତ ନିର୍ଭର କରୁ ଏବଂ ଆମେ ଗୋଟେ କାର୍ଯ୍ୟକ୍ରମରେ ଜଡ଼ିତ ହେଇଯାଉ ଆଉ ଶୟତାନ ବି ଚେଷ୍ଟା କରେ ଆମମାନଙ୍କୁ କାର୍ଯ୍ୟକ୍ରମ ଭିତରେ ବ୍ୟସ୍ତ ରଖିକି ଆମର ମୂଳ ଲକ୍ଷ୍ୟ ଯୋଉଟା ଆମମାନଙ୍କର ପ୍ରାୟୋରିଟି ଯୋଉଟା ସେ ଲକ୍ଷ୍ୟକୁ ଯେପରି ପହଞ୍ଚିବା ନାହିଁ ଏଥିପାଇଁ ଲକ୍ଷ୍ୟ ଭ୍ରଷ୍ଟ କରାଏ ଆମମାନଙ୍କୁ ସେବା କାର୍ଯ୍ୟରେ ହିଁ ବ୍ୟସ୍ତ ରଖେ ଆମେ ଭାବୁ ଏସବୁ କରିବା ଦ୍ୱାରା ମୁଁ ପ୍ରଭୁଙ୍କୁ ସନ୍ତୁଷ୍ଟ କରୁଛି ତାଙ୍କ ସହିତ ଆମର ବ୍ୟକ୍ତିଗତ ସମ୍ପର୍କ ପ୍ରାର୍ଥନା ବାକ୍ୟ ସହଭାଗିତାକୁ ଆମେ
ପ୍ରଥମ ସ୍ଥାନ ଦେଇନଥାଉ, ଅବହେଳା କରୁ। ଏ କଥା ହୁଏତ ଆମକୁ ପସନ୍ଦ ଲାଗି ନପାରେ। ଏଥିପାଇଁ ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟର ପ୍ରାୟୋରିଟି କ'ଣ, ତାହା ଏକ ଖ୍ରୀଷ୍ଟ ବିଶ୍ୱାସୀ ହୁଅନ୍ତୁ, କୌଣସି ଭାଇ ଭଉଣୀ, ପ୍ରଭୁଙ୍କ ସେବକ ସେବିକା, କାର୍ଯ୍ୟକାରୀ ବା ମଣ୍ଡଳୀ ବୁଝିବା ଅତି ଆବଶ୍ୟକ। ଏବଂ ଏଠି ସେ ଅନେକ କଥା କହୁଛନ୍ତି, ସେଗୁଡ଼ାକ ମୁଁ ବର୍ଣ୍ଣନା କରିବା ପାଇଁ ଚାହୁଁନାହିଁ। ଆପଣ ଜାଣିଛନ୍ତି ସେ ବିଷୟ ଏବଂ ବାଇବେଲ ପଢ଼ିଲେ ମଧ୍ୟ ଆମେ ଜାଣିବାକୁ ପାରିବା। ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ। ମୁଁ ଅଷ୍ଟମ ଦିନରେ ସୁନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମିନ୍ ବା ବେଞ୍ଜାମିନ୍ ଗୋଷ୍ଠୀୟ, ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସୀ, ଉଦ୍ୟୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲେ। ପାଉଲଙ୍କର ଉକ୍ତି, ପ୍ରେରିତ ପାଉଲଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ମୁଁ ନିର୍ଦ୍ଦୋଷ ଦେଖାଯାଇଥିଲି। ତାର ଅର୍ଥ ସେ ମୁଁ ସମସ୍ତ ବ୍ୟବସ୍ଥା ପାଳନ କରିଥିଲି। ଜିରା ପୋଦିନାର ମଧ୍ୟ ଦଶ ମାଂସ ଦେଇଛି କହିବାର ଅର୍ଥ ସେଇଟା। ମାନେ ଛୋଟ ଛୋଟ ବିଷୟ ଯୋଉଟା ବ୍ୟବସ୍ଥା ଡିମାଣ୍ଡ କରୁଥିଲା, ଯୋଉଟା ଛୋଟ ବୋଲି ଭାବୁ, ସେ ସବୁ ମୁଁ କରିଛି। ଏବଂ କହୁଛନ୍ତି କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା। ଲାଭ ଭାଇ କାହାକୁ ଦରକାର ନାହିଁ, ଆମ ସମସ୍ତଙ୍କୁ ଲାଭ ଦରକାର। ଆମେ ସବୁ କାମ କଲା ପରେ କହୁ ମୋର କି ଲାଭ ହେଲା, ମୁଁ କଣଟା ଲାଭ ପାଇଲି, ମୋର ଏଥିରେ କଣ ଉପକାର ବା ମୋର ସେବା କାର୍ଯ୍ୟରେ କଣ ଲାଭ ହେଲା। ଆମେ ଲାଭଟାକୁ ପ୍ରଥମ ସ୍ଥାନ ଦେଉ। ଏଟା ମନୁଷ୍ୟ ଗୋଟେ ପ୍ରବୃତ୍ତି, ରକ୍ତରେ ପ୍ରବୃତ୍ତି ରହିଯାଇଛି। କିନ୍ତୁ ଯଦି ଆମେ ସମସ୍ତ ବିଷୟ ପ୍ରଭୁଙ୍କର ସେବା କାର୍ଯ୍ୟ, ତାଙ୍କୁ ପ୍ରେମ କରିବାରେ ଯଦି ପ୍ରଥମ ବିଷୟକୁ ଲାଭକୁ ରଖିବା, ତାହେଲେ ଆମେ ସକ୍ସେସଫୁଲ ହେଇପାରିବା, ଫଳପ୍ରଦ ହେଇପାରିବା, ଆଗକୁ ବଢିପାରିବା ନାହିଁ। ଆମେ ସେଇ ଜାଗାରେ ହିଁ ରହିଯିବା। ଏଥିପାଇଁ ସେ କହୁଛନ୍ତି କ'ଣ ବୋଲିକି, ଯାହା ସବୁ ଲାଭଜନକ ଥିଲା, 7 ପଦ, ସେସବୁକୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। କ୍ଷତି ସହିବା ପାଇଁ ଆମେ ପ୍ରସ୍ତୁତ କି? ଜଣେ କାର୍ଯ୍ୟକାରୀ ବା ଜଣେ ବିଶ୍ୱାସୀ ବା ଜଣେ ସେବକ ବା କ୍ଷତି ସହିବା ପାଇଁ ଚାହୁଁନାହିଁ ବା ଏ କ୍ଷତି ସହିବା ବିଷୟ ଗ୍ରହଣ କରିପାରୁନାହିଁ ବା କ୍ଷତି ସହିବା ପାଇଁ ପ୍ରସ୍ତୁତ ନୁହେଁ, ସେ ସେବକ ନ ହେବାଟା ଭଲ ବା ବିଶ୍ୱାସୀ ନ ହେବାଟା ଭଲ। ଆଦ୍ୟ ମଣ୍ଡଳୀ ପ୍ରଥମ ଶତାବ୍ଦୀ, ଦ୍ୱିତୀୟ ଶତାବ୍ଦୀ, ତୃତୀୟ ଶତାବ୍ଦୀ ଏବଂ ଆଜି ମଧ୍ୟ ପ୍ରଭୁଙ୍କର ପୃଥିବୀର ବିଭିନ୍ନ ଜାଗାରେ ଖ୍ରୀଷ୍ଟଙ୍କର ରକ୍ତଲିଖିତ ମଣ୍ଡଳୀ ଅନେକ ତାଡ଼ନା ଦେଇକି ଯାଉଛି, ଆଗକୁ ମଧ୍ୟ ଯିବ। କେବଳ କ୍ଷତି, ଲାଭ କିଛି ନଥାଏ। ଖ୍ରୀଷ୍ଟୀୟ ଜୀବନରେ କ୍ଷତି ସହିବାଟା ଏକ ମୁଖ୍ୟ ଅଂଶ ଅଟେ। ପ୍ରଭୁ ଯୀଶୁଙ୍କର କ'ଣ ଆବଶ୍ୟକ ଥିଲା? ସ୍ୱର୍ଗ ଛାଡ଼ି ପୃଥିବୀକୁ ଆସିଲେ, ଗୌରବମୟ ସିଂହାସନ ଛାଡ଼ି, କୋଟି କୋଟି ଠାରୁ ଅଧିକ ଦୂତବୃନ୍ଦ, ସରାଫମାନେ, କିରୁବମାନେ ଯାହାଙ୍କର ସେବା କରୁଥିଲେ, ସେ ଏତେ ତଳକୁ ଚାଲିଗଲେ, ବେଥଲିହେମର ଗୁହାଳ ଘରେ ଜନ୍ମ ହେଲେ। ଏକ ସାଧାରଣ ବ୍ୟକ୍ତି ଭାବରେ ସେହି ସମୟରେ ତାଙ୍କର ପ୍ରେରିତ ମାନଙ୍କ ସହିତ, ଶିଷ୍ୟମାନଙ୍କ ସହିତ ଜୀବନ ଯାପନ କଲେ। ଲୋକ ଗହଳି ମଧ୍ୟ ରହିଲେ, ଖାଇବାକୁ ନଥିଲା, ପିଇବାକୁ ନଥିଲା, ରହିବା ପାଇଁ ଜାଗା ନଥିଲା, ଆକାଶର ଚଢ଼େଇର ବସା ଥିଲା, କୋକିଶିଆଳିର ଗାତ ଥିଲା, କିନ୍ତୁ ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନଥିଲା। ଆମର ଆଜି ଅଭାବ କ'ଣ? ଖାଇବାର କ'ଣ ଅଭାବ ପ୍ରଭୁ କରିଛନ୍ତି? ବସ୍ତ୍ର ଅଭାବ କରିଛନ୍ତି? ରହିବା ପାଇଁ କ'ଣ ଜାଗା ଖଣ୍ଡେ ଦେଇନାହାନ୍ତି? ଛାତ ଖଣ୍ଡେ ମୁଣ୍ଡରେ ଦେଇନାହାନ୍ତି? ଆମେ ଯଦି ଆମର ବ୍ୟକ୍ତିଗତ ଜୀବନରେ ତାଙ୍କର ଅନୁଗ୍ରହ ଗୁଡ଼ାକ ସ୍ମରଣ କରିବା, ଆମେ ଗଣିପାରିବା ନାହିଁ। ଆମେ ସେଇ ପ୍ରକାର ଅନୁଗ୍ରହ ପାଇଛୁ, କିନ୍ତୁ ଆମେ ସନ୍ତୁଷ୍ଟ ଜୀବନ କାଟିନାହୁଁ। ଆମେ ସଦାବେଳେ ଅସନ୍ତୋଷ ଜୀବନ କାଟୁ। ଆମମାନଙ୍କ ଜୀବନରେ ତୃପ୍ତି ନଥାଏ, ପ୍ରଭୁରେ ଆନନ୍ଦ ନଥାଏ। ଆମେ ବଚସା କରୁ, ଇସ୍ରାଏଲ ଜାତି ଯେମିତି ପ୍ରାନ୍ତରେ ବଚସା କଲେ ସେ ପ୍ରକାର କରୁ ଏବଂ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଉ। ଏବଂ ସେ କହୁଛନ୍ତି କ୍ଷତିଜନକ ବିଷୟ ଗଣ୍ୟ କରେ, ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବିଷୟ ଗଣ୍ୟ କରେ।
आपण आउ मो जदि ख्रीष्टंक निमंते किछि क्षति सह्य करिछु ताले आमे लाभर हिसाब रे अछु लाभ पाइबार धाड़ी रे रहि जाइछु आमे लाभवान हेइछु लाभवान हेबा आम पे पुरस्कार रही मोर भाई भूणी माने एथिमाई आमानंकर जो क्षति आमे सहिछु बा सहुछु बोली अनेक समय अभियोग करू से विषय को प्रायोरिटी न देकी प्रभुंकर मंगलदान जोड़ा पाइछु ताको जदि आमे ध्यान करबा ताहेले आमानक यात्रा पथ पश्चात विषय गुड़ाक मन दूर करी आमानंकर सिद्धिदाता विश्वास नेता जीशु को लक्ष्य करी आमे आगो को धावमान हो पारि एटा अति सिंपल ट्रुथ अति साधारण सरल सत्य कथा ईश्वर वाक्य प्रभु यीशु ख्रीष्टंकर ज्ञान उत्कृष्टता निमंते हाँ प्रकृत में मो मोहर प्रभु यीशु ख्रीष्टंकर ज्ञान उत्कृष्ट निमंते समस्त विषय क्षतिजनक बोली गण्य करे ताहांको निमंते मु समस्त विषय क्षति सहयोग कली एइटा प्रत्येक विश्वासी भाई भूणी माने सेवक सेविका माने कार्यकारी माने आपण आम जीवन नीति प्रतिदिन अनुग्रह शिखिबार आवश्यक रही पुणी से सब को आवर्जना स्वरूपे गण्य करे आवर्जना टिके चिंता करंतु आपण पाखे जहाँ अच्छी मो पाखे जहाँ अच्छी घरे प्रभु आमको जहाँ देक आम आवर्जना भावी पार कि ना आम साइती रख पावल कहले जोटा भी उत्तम विषय गुड़ाक मो पाखे थिला अन्य विषय सब गुड़ाक मु आवर्जना डांग लाइक गार्बेज भाया अलिया गदा भाया मुझे कौन ज्ञान करे गण्य करे मुझे गुरुत्व दिए ना अन्य विषय को जो गुरुत्व आम देव से अति गुरुत्वपूर्ण विषयटा प्रभुंर अनुग्रह ताको आम अवहेला करूँ हालुका बोलिक नहीं जाऊ आउ जो जगह आशीर्वाद पाया कथा से आशीर्वाद पाई न था जेहेतु आम जीवन अभियोग थाए मु क्षति सह्य कली एटा मोर क्षति होगा मोर कि लाभ होगा ये जो समस्त विषय गुड़ाक प्रभुंकर सेवा कार्य अत्याधिक बाधाजनक विषय स्टैम्बलिंग ब्लॉक्स ए विषय प्रिय विश्वासी भाई भूणी माने आपण अति बुझा आवश्यक रही कौन लिखा जाइए से कहते पुणी से सब आवर्जना गण्य करे आवर्जना स्वरूप गण्य करे जेपर मु ख्रीष्ट को लाभ करि पारे ओ ताहांकर बोली जना जाए ख्रीष्ट को लाभ करि पारे ताहांकर बोली जना जाए पावल कौन ख्रीष्टंकर नथिले कि पुणी व्यवस्था पालन हेतु निजर धार्मिकता प्राप्त न हो धर्मकर्म करिके व्यवस्था पालन करी धार्मिकता प्राप्त न हो निजर धार्मिकता अनेक समय निज धार्मिकता उपर बहुत निर्भर ख्रीष्टों धार्मिकता निर्भर कर न पावल कहले निजर धार्मिकता से कहते व्यवस्था पालन हेतु निजर धार्मिकता प्राप्त न हो बरं ख्रीष्टों विश्वास द्वारा ईश्वर दत्त विश्वासमूलक धार्मिकता जोटा अब्राहम पाई विश्वास कर धार्मिक गणित हेले आ ठीक से प्रकार आपण से धार्मिकता आम प्राप्त हो पारिबा जदि अन्य विषय को आम नगण्य मन कर प्रभु यीशु ख्रीष्टंकर अनुग्रह को गुरुत्व देवा ताहेले आम ये समस्त विषय प्रभुंकर आशीर्वाद पाई पारिबा आत्मिक लाभवान हो पारिबा ख्रीष्टंक ठारे विश्वास द्वारा ईश्वर दत्त विश्वासमूलक धार्मिकता आपण आ मु मातार गर्भर धार्मिक होगी जन्म होना पापी होगी जन्म आम रक्त एदन उद्यान अबाध्यतार पापर स्वभाव रही जाइए क्रूसरे जीशु मरिया द्वारा आप मत मुक्त कर विश्वास द्वारा अनुग्रह द्वारा आमर जो धार्मिकता अनेक समय मो धार्मिक बोली कहूँ किंतु आम भूली जाऊ जे मोर धार्मिकता विश्वासमूलक धार्मिकता कौन जीशु ख्रीष्ट मोर व्यक्तिगत त्राणकर्ता प्रभु मुझे विश्वास कर नाम को विश्वास कर हृदय ग्रहण कर मो धार्मिक गणित हो जोटा कि गलाती प्रांजल भाव लिखा जाए गलाती चिठा पावर लिखुच ए धार्मिकता मु प्राप्त हो पारे जेपरि मु ताहांको पुनरुत्थान शक्ति ओ ताहांकर मृत्यु भोगरे ताहांको तुल्य होई ओ ताहांको दुख भोगर सहभागिता ज्ञात हुए एवं कौन सी प्रकार मृत मान मध्य पुनरुत्थान प्राप्त हो पारे एगुड़ाक पाउलंकर जीवनर मूल लक्ष्य थिला प्रभु यीशु ख्रीष्ट को ग्रहण कलापरे बा दमेशिक पथरे यीशु ख्रीष्ट सहित
सामना सामने हेबा परे से मंडली ताड़नाकारी थिले। आज मंडली अनेक ताड़ना करते पृथ्वीर विभिन्न जगह आम देश आम भयंकर ताड़ना देखिपार मुझे अल्प बहुत देखी आप भी देखी नीति प्रतिदिन ख्रीष्टीय मंडली ताड़ना दुख अपमान निंदा बाधा आउ अनेक विश्वास हो क्षति सहबार विष आसी अतीत अनेक क्षति लोक सही आज भी सहते आसंता काली से तुरीबाद मंडली मध्य भेटा पर्यंत यहाँ ताकू किए अटकई पारे कौन सी योजना परिकल्पना यही दुख कष्ट ताड़ना दुआ अटकई पार ना केवल प्रभु को ऊपर निर्भर करने द्वारा प्रभु आपण को मत मंडली को परिवार को सुरक्षा देवे से जानते केमती सुरक्षा दि जाए आम सुरक्षा को अनुभव करूँ जीवन में ये मोर भाई भूणी मैंने से समस्त कथा कहला से कहते मुझे एबे ए समस्त प्राप्त हो सिद्धि लाभ कर नुहे से प्रांजल करदे जे बापा ये जो कथा गुड़ा मुझे युवाक जो मुझे मु सिद्धि लाभ कर नुहे किंतु जीशु ख्रीष्ट द्वारा मुझे धरा पड़ी जो द्रुत होता जो धरवा निमंते प्राणपण कर दौड़ुअछि 13 पद मु पढ़ुछि देखंतु हे भाई माने ए पर्यंत ताहा धरी अछि बोली मु ए पर्यंत ता धरी अछि बोली मने करू नाही किंतु गोटे विषय मु करू अछि कोन करू अछि पश्चात विषय गुड़िक मनर दूर करी सम्मुखरे थिबा विषय गुड़िक प्रति दृष्टि रखी ख्रीष्ट जीशुंक ठारे ईश्वरंकर स्वर्गीय आह्वानर पण पाइबा निमंते प्राणपण करी लक्ष्य स्थल को दौड़ू अच्छी लक्ष्य स्थल को मु दौड़ू अच्छी स्वर्गीय आह्वानर पण स्वर्गर मत जे आह्वान कर डाकुंट कहीं डाक पण पाइबा निमंते पुरस्कार पाइबा निमंते रिवार्ड पाइबा निमंते अनंतकालीन पुरस्कार पाइबा जे डाकू पाइबा मोर लक्ष्य मोर प्रार्थना मोर समर्पण ये पश्चात विषय गुड़ा पछरे घटी विषय अतीतर विषय गुड़ा मंद विषय गुड़ाक पाप विषय गुड़ा दुर्बलता विफलता असफलता अनेक घटना जोटा प्रभु को दुख दिए बाधा दे मो जीवन क्षति आनी मो परिवार पे क्षति आनी मोर सेवा कार्य क्षति आनी ए सकल विषय विफलता को जदि मु कैलकुलेशन करी हिसाब करी ताहले खाता पर खाता मत लिखा पड़े कि ताकू ही धरिकी मु से जगार मातिकी थी घाटी होती मोर एमती मोर सेमती अनेक आम सेमती करूँ मोर सेमती मोर एमती यही कंप्लेंट आम सर्वदा चली था यही प्रकार है से प्रकार मो प्रति एमती करागला सेमती करागला यही जो अभियोग तांकर स्वर दांडे कहीं शुणिले ना बोले बाइबल कहे से सधुम सलिता लिभांती ना से छेचा नल भांगती ना जो नल छेची हो जाए से जोड़ी दिखती जो सधुम सलिता लिभि जाऊँगी तेल पकई आहरी जलांती से ही प्रकार प्रभुंकर सेवा माने करुछ एथिपाई अतीत जदि जड़े विश्वासी घांटी हेब अतीतर ही रहा चाहिए अतीतर कथा को ही मन पकड़ जड़े सेवक जड़े कार्यकारी से आग को बढ़ी पार ना आपणकर मोर व्यक्तिगत जीवनर प्रधान शत्रु आमर अतीत दृश्य विषय को भय विश्वास प्रधान शत्रु आखिरे आम जोड़ा देखु सेटा आमर स्वर्गीय विश्वास प्रधान शत्रु अटे अतीतर विषय गुड़ाक आपण को मते आमानंकर जो भरोसा रही भविष्यतर भरोसा से आम पछकू टाणिकी निए अतीत जे मन पकईवा ना मुझे कथा कहूना बाक्य से कथा कहूना अतीत को एथिपाई आम मन पकाऊ जे जो विफलता ता द्वारा आम किपर सफल हो पारिबा ताको बुझीबा अतीतर फेलर्स गुड़ाक आम देखु किंतु सही जगह जो आम रहा आम फेलर्स ही बंधाई रहा किंतु से जोटी आम हारी जाइचु से मुझे विजय जीवन काटी पारि ख्रीष्टंकर अनुग्रह द्वारा और वाक्यर शक्ति द्वारा प्रतिज्ञा द्वारा ताकू मते लक्ष्य रखापी पड़ो एथि से कहते एटा विषय गोटे विषय मु करुच्छी ए गोटे विषय मु करुच्छी आपण को मते गोटे विषय करवा जोटा मोर विफलता से अनुताप कर प्रभु समर्पित कर फेरिकी घाटी हवाटा आवश्यक ना
प्रकाशित वाक्य प्रभु कहले एफिसी मंडली रे केउ जगह तुम पतन है से जगह को फेरी मन परिवर्तन कर कौटी पतन है पतन जगह रुह ना जो हारी जाइछ से जगह रुह ना अपमानित निंदित लज्जित होइछ समालोचित होइछ पापरे पड़ी जाइछ झुंटी जाइछ कौन से मंदतारे कौन से गुप्त पापरे स्वभाव गुण अपमानित निंदित होइछ अफेंड होइछ से जगह रुह ना से जगह बाहरी आसी ख्रीष्ट को लक्ष्य कर मोर प्रिय भाई भूणी माने एवं से कहउछन्ति कोन बोली के सम्मुखरे थिबा विषय गुड़िक प्रति दृष्टि रखी ख्रीष्ट जीशुंको ठारे ईश्वरंकर ख्रीष्ट जीशुंको ठारे जीशु ख्रीष्टंको ठारे न रहिले बा न जानिले प्रभु जीशु ख्रीष्टंको विषय स्वर्गीय आह्वानर पण कोन आमे बुझी परिबा नै ख्रीष्ट जीशुंको ठारे ईश्वरंकर स्वर्गीय आह्वानर पण पाइबा निमंते लक्ष्य स्थल को दौड़ अछि ख्रिस्टियन जीवन चलिबार जीवन एटा अनुगमन करिबार जीवन अलग ख्रिस्टियन जीवन एक दौड़ार जीवन देखंतु आमे जदि प्रेरित क्रिया को जीवा प्रेरित क्रिया विवरणी रे पाउलो जेतेबेले सेवा कार्य आरंभ कले से ए प्रकार भाव से वर्णना कर प्रेरित क्रियार 20 पर्व रे आमे देखिबा को पारिबा मोर भाई भोली माने 24 पद कौन लिखा जाइछि किंतु मु जेपरि मोर निरूपित पथर शेष पर्यंत दौड़ी पारे जेतले से प्रभु पछरे निरूपित पछरे दौड़ा दौड़ाटा आरंभ कले से कहते कथा यात्रा से आरंभ कले प्रभु पछरे आ ईश्वर अनुग्रह सुसमाचार पक्षरे साक्ष्य देवा निमंते जो सेवार कार्य प्रभु जीशु ख्रीष्टों ठारे पाई अछि ता संपूर्ण करि पारे आह्वान पाइबा बड़ कथा ना कार्य करिया बड़ कथा ना प्रारंभ करबा अपेक्षा शेष करबा उत्तम विषय आ भल विषय आ श्रेष्ठ विषय अनेक आम काम आरंभ करूँ कार्य करूँ उत्साह उद्दीपना जागृति भावप्रवणता उत्तेजना आम बहुत किसी कर पकाऊ आ पर मुहूर्त में थंडा हो जाओ ईषदुष्ण हो जाओ प्रकाश तक लिखला उष्ण न हो कि आने शिथिल न ईषदुष्ण हो जाओ केबे केबे आम लगे जमती मु प्रभु ना ए प्रकार आम जीवन आसे एपाई से कौन कहले मु दौड़ी पारे अनुग्रह सुसमाचार ईश्वर अनुग्रह सुसमाचार एटा विचार करिवार सुसमाचार नहीं जजमेंट करिवार आज अनेक सुसमाचार द्वारा लोक विचार करते अनेक कार्यकारी माने अनेक डॉक्ट्रिन अनेक मंडली ए प्रकार कार्य कर आपणकर मोर क्या विचार कर अधिकार नहीं एटा अनुग्रह सुसमाचार जोड़ा पाइबार योग्यता नथिला ताकू बिना मूल्य पाइछु एथिपाई सुसमाचार पक्षर साक्ष्य देवा निमंते जो सेवार कार्य प्रभु जीशु ख्रीष्टों ठारू पाई अछि मन रखंतु प्रिय कार्यकारी वृंद मोर भाई माने मोर भौणी माने सेवा कार्य करुथिबे मोर प्रिय सम्मानीय प्रभु सेवक सेविका माने सेवार कार्य प्रभु ठारू पाई अछि ए सेवार कार्य प्रभु ठारू पाई अछि कौन सी मिशन द्वारा नुहे कौन सी अनुष्ठान द्वारा को नुहे कौन सी मंडली द्वारा नुहे एगुड़ा को श्रृंखला पाई रखा जाए प्रभु कौन कले जब शिष्य मान को डाकिले से जो मान इच्छा कले से मान को डाकिले मार्क 3 पर्व 13-14 पद कहीं डाकिले जेपरी से माने तांको सांगरे रहिबे आउ से मान को प्रचार करिया पय पठे प्रभु डाकंते 12 शिष्य को डाकिले 17 शिष्य को डाकिले आह्वानर योग्य आचरण कर उद्देश्य के जीवता योग्य आचरण कले ना अध्यक्ष पदर पतित होगा एथि ये जो सेवार कार्य प्रभु पाई संपूर्ण करें लक्ष्य हूँ संपूर्ण कर अधारे छाड़ी जावाटा ना एपाई मु आपण प्राण को प्रिय ज्ञान नक नगण्य मन करुच्छी मोर प्रिय भाई भूणी माने लक्ष्य स्थल रे पहुँचवा आम कर्तव्य शेष करिया पूर्व यही जगह आपण पाई परिबे पाउलो तांकर सेवा कार्यर अंतिम दिन गुड़ाक जिते बड़े से चिठा लिखुंट तिमोथी निकट को द्वितीय पत्र 4 पर्व 5 पदरे से कहते किंतु तुम्हें समस्त विषय रे सचेतन हुओ क्लेश सह्य कर सचेतन हुओ आ क्लेश सह्य कर सुसमाचार प्रचार कर कार्य साधन कर
ଏହା ହିଁ ଏକ ବିଶ୍ୱାସ ନିମନ୍ତେ ଆହ୍ୱାନ ପ୍ରଭୁଙ୍କ ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ ବହୁତ ବଡ଼ ଲୋକ ହେବା ପାଇଁ ଆଶା କର ନାହିଁ, ଚେଷ୍ଟା କର ନାହିଁ। ପୋଜିସନ ଗୁଡ଼ାକ କ'ଣ ପ୍ରଭୁଙ୍କ ରାଜ୍ୟ ବୃଦ୍ଧି କରାଇପାରେ? 6 ପଦ ମୁଁ ପଢ଼ିବାକୁ ଚାହୁଁଛି। କାରଣ ଏବେ ମୋହର ପ୍ରାଣ ଆହୁତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୁପସ୍ଥିତ। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି। ତାର ଅର୍ଥ ମୋର ଦୌଡ଼ିବାଟା ମୁଁ ସମାପ୍ତ କରିଛି। ପ୍ରେରିତ କ୍ରିୟାରେ 20 ପର୍ବରେ କହିଲେ ମୁଁ ଯେପରି ଦୌଡ଼ି ପାରେ, ଫିଲିପି 3 ପର୍ବରେ କହିଲେ ମୁଁ ଦୌଡ଼ୁଅଛି, ଏବଂ ଏଠି କହୁଛନ୍ତି 2 ତିମୋଥୀ 4 ପର୍ବରେ ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି। ମୁଁ ବିଶ୍ୱାସ ରକ୍ଷା କରିଛି। କୋଉ ବିଶ୍ୱାସ? ପବିତ୍ର ବିଶ୍ୱାସ, ଅତି ପବିତ୍ର ବିଶ୍ୱାସ, ସ୍ୱର୍ଗୀୟ ବିଶ୍ୱାସ ରକ୍ଷା କରିଅଛି। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ଏଇଟା ଥିଲା ପ୍ରଭୁଙ୍କର ପ୍ରିୟ ନମ୍ର ଦାସ ପାଉଲଙ୍କର ଜୀବନର ଆତ୍ମିକ ଯାତ୍ରା। ଏବଂ ଶେଷ କରିବା ପୂର୍ବରୁ ଏଭ୍ରି ଚିଠାଉ ଯୋଉଟା ମାନେ ସଦାବେଳେ ଶୁଣିଛୁ, ପଢ଼ିଛୁ, ଜାଣିଛୁ, 12 ପର୍ବକୁ ଯିବା 1 ପଦ। ଅତଏବ ଏଡ଼େ ବୃହତ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ। ଆପଣ ଆଉ ମୁଁ ଅନେକ ଅଦୃଶ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେଇଛୁ। ଆମ ଖ୍ରୀଷ୍ଟିଆନ ଜୀବନର ଯାତ୍ରା ପଥରେ ଅନେକ ଆମକୁ ଅବଜର୍ଭ କରୁଛନ୍ତି, ଆମକୁ ଦେଖୁଛନ୍ତି। ଆପଣ ଯଦି ଜଣେ କାର୍ଯ୍ୟକାରୀ, ଆପଣ ଭାବନ୍ତୁ ନାହିଁ ଯେ ଆପଣଙ୍କୁ କିଏ ନଜର ରଖିନାହାନ୍ତି ବା ମୋତେ କିଏ ନଜର ରଖିନାହାନ୍ତି। ଆମମାନଙ୍କ ପ୍ରଚାର, ଆମମାନଙ୍କ ଶିକ୍ଷା, ଆମଙ୍କର କାର୍ଯ୍ୟ, ଆମମାନଙ୍କ ବ୍ୟବହାର, ଆମର ଜୀବନୀ, ଆମର ଶୈଳୀ, ଆମର ପରିବାରର, ଆମମାନଙ୍କର ଉପସ୍ଥାପନା ସବୁକିଛି କେହି ନା କେହି ନଜର ରଖୁଛନ୍ତି। ଆମର ଭୁଲ ତ୍ରୁଟି ପ୍ରତି ଅନେକଙ୍କର ଧ୍ୟାନ ରହିଥାଉଛି। ଏ ବିଷୟରେ ଆପଣ ମୁଁ ସଚେତନ ହେବା ଆବଶ୍ୟକ ରହିଛି। ଆସ, ବେଷ୍ଟିତ ହେବାର ଆସ। ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ଧୈର୍ଯ୍ୟ ଦରକାର ଯୀଶୁଙ୍କୁ ଭେଟିବା ପର୍ଯ୍ୟନ୍ତ, ତାଙ୍କ ପଛରେ ଅନୁଗମନ କରିବା ପାଇଁ ବା ଦୌଡ଼ିବା ପାଇଁ ବା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ। କ'ଣ ଭାଇ ଭଉଣୀ ମାନେ, ଲେଖାଯାଇଛି ସହଜରେ ବେଷ୍ଟନକାରୀ ପାପ, ଛୋଟ ଛୋଟ ପାପ ଯୋଉଟା ଆମକୁ ଘାଣ୍ଟି ଦିଏ, ଆଗକୁ ବଢିବା ପାଇଁ ଦିଏ ନାହିଁ। ଆମେ ଜାଣିଛୁ କୋଉ ଛୋଟ ଛୋଟ ପାପ ଆମ ଜୀବନରେ ଆସେ ପ୍ରତ୍ୟେକ ଦିନ। ଆମେ ଜାଣିଛୁ ଏଟା ଭୁଲ କରୁଛୁ, ଏଟା ମୋର ଭୁଲ, ଏଟା କହିବାଟା, ଏଟା କରିବାଟା, ଏ ପ୍ରକାର ଆଚରଣ କରିବାଟା ଭଲ ନାହିଁ, ଆମେ ଜାଣୁ, କିନ୍ତୁ ସେଇଟା ଆମେ କରୁ। ଏ ବିଷୟରେ ଯଦି ସଚେତନ ଆମେ ରହିବା, ପ୍ରଭୁଙ୍କ ଉପରେ ଭରସା କରିବା, ତାହେଲେ ପ୍ରଭୁ ସେଥିରୁ ଆମକୁ ଉଦ୍ଧାର କରିବେ। ପ୍ରତ୍ୟେକ ଭାର, ଅଦରକାରୀ ବୋଝ, ଅନନେସେସାରୀ ବାର୍ଡେନ୍। ଆଜି ଅନେକ ଜାଗାରେ ସେବା କାର୍ଯ୍ୟ କାହିଁକି ବିଫଳ ହୋଇ ଜାଣିଛନ୍ତି? ଯୋଉ ଭାର ନେବାର ଆମର ଶକ୍ତି ନଥାଏ, ସେଇ ପ୍ରକାର ବୋଝ ଆମେ ବହନ କରିଥାଉ, ଆଉ ଚେଷ୍ଟା କରୁ ନିଜ ଜ୍ଞାନରେ ସେଇ ଭାରଟାକୁ ସମ୍ଭାଳିବା। ଯଦି ବା ଭାରଟା ନେଉ, କିନ୍ତୁ ଆମେ ପ୍ରଭୁଙ୍କ ଉପରେ ନିର୍ଭର କରିନଥାଉ, ଆମେ ନିଜର ଜ୍ଞାନ କୌଶଳ ଦ୍ୱାରା ସେଇ ଭାରକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁ। ସେଥିପାଇଁ ଏ ପ୍ରତ୍ୟେକ ଭାର, ଅନନେସେସାରୀ ୱେଟ୍ ଆଉ ସହଜରେ ବେଷ୍ଟନ କରିପାରୁ, ଏଗୁଡ଼ାକ ପରିତ୍ୟାଗ କରିକି ଆମମାନଙ୍କର ନେତା ଆପଣଙ୍କର ମୋର କେହି ନେତା। ହଁ, ଜଗତରେ ପ୍ରଭୁ ନେତୃସ୍ଥାନୀୟ ଲୋକମାନଙ୍କୁ ରଖିଛନ୍ତି। ମଣ୍ଡଳୀରେ, ସେବା କାର୍ଯ୍ୟରେ ନେତୃସ୍ଥାନୀୟ ଲୋକମାନେ ଅଛନ୍ତି, ଯେଉଁମାନଙ୍କର ଦ୍ୱାରା ଆମେ ପରିଚାଳିତ ହେଉ ବା ଆମେ ସେମାନଙ୍କର କଥା ମାନିବା, ସମର୍ପିତ ହେବା। କିନ୍ତୁ ଆମମାନଙ୍କର ପ୍ରକୃତ ନେତା ହେଉଛି ଯୀଶୁଖ୍ରୀଷ୍ଟ। ଯିଏ ଯୀଶୁଖ୍ରୀଷ୍ଟଙ୍କର ନେତୃତ୍ୱର ଉଦାହରଣରେ ନେତୃତ୍ୱ ନିଅନ୍ତି, ସେମାନଙ୍କର ନେତୃତ୍ୱକୁ ଗ୍ରହଣ କରିବା ଆମମାନଙ୍କର ଆବଶ୍ୟକ ରହିଛି। ଖ୍ରୀଷ୍ଟଙ୍କର ସ୍ୱଭାବ, ଗୁଣ ଆଉ ଜୀବନର ପ୍ରତିଫଳନ, ପ୍ରତିବିମ୍ବ ଯେଉଁମାନଙ୍କ ଭିତରେ ପ୍ରକାଶିତ ହୁଏ, କାର୍ଯ୍ୟରେ, ଶିକ୍ଷାରେ, ପ୍ରଚାରରେ, ଜୀବନରେ, ଦେଖିବାରେ, ନ ଦେଖିବାରେ, ସେଇ ପ୍ରକାର ନେତୃସ୍ଥାନୀୟ ଲୋକମାନଙ୍କର ସୌଭାଗୀ, ବାଧ୍ୟତା, ସମର୍ପଣ ଆପଣଙ୍କ ଜୀବନରେ, ମୋ ଜୀବନରେ ଆବଶ୍ୟକ ରହିଛି। ଏଥିପାଇଁ ସେ ହେଉଛନ୍ତି ଆମମାନଙ୍କର ପ୍ରକୃତ ନେତା ଆଉ ସିଦ୍ଧିଦାତା, ଯିଏକି ଆମକୁ ସିଦ୍ଧ କରିବେ, ବାକ୍ୟ ଦ୍ୱାରା ପରିଷ୍କାର କରିବେ, ନୂତନୀକୃତ କରିବେ। ନୀତି ପ୍ରତିଦିନ ତାଙ୍କ ବାକ୍ୟ ଦ୍ୱାରା ସେମାନଙ୍କୁ ପରିଷ୍କୃତ କରିକି ସିଦ୍ଧ କରନ୍ତି, ତାଙ୍କ ରାଜ୍ୟ ପାଇଁ ନିଷ୍ଠାରେ ଏମାନଙ୍କୁ ବଢ଼ାନ୍ତି, ଆମମାନଙ୍କୁ ସେ ଗଠନ କରନ୍ତି।
एथि मोर प्रिय भाई भूणी मैंने नम्रतार सहित ए विषय मुझे कहवाई चाहे पश्चात विश्व गुड़ाक आम को बाधा अतीतर कौन घटना घटी से जगार जब आम बाहरी आसवा ना आग को बढ़ी पार ना अतीतर विफलतार आम शिखा कि रहा ना से जगह आम लक्ष्य प्रभु यीशु आम निजे चेष्टा करी से बोझ हल्का करी पारिबा नहीं जहाँ जीवन में क्षति आसूची ताकू सहयोग कर उत्तमता बोली जहाँ अच्छी आम जीवन पाउलों भाषा गण्य आवर्जना पर गण्य मन करे मु कौन पाई लक्ष्य स्थल को दौड़ुची ज्ञानर उत्कृष्टता पाइबा ख्रीष्टों ज्ञानर उत्कृष्टता पाइबा मोर जीवन लक्ष्य ये वाक्यर सत्यता गभीरता शक्ति भरोसा प्रतिज्ञा उपयुक्त विश्व मो जीवन में प्रकाशित हो ताकू नहीं कि आगे बढ़ी आउ प्रभु जीशु को भेटा मुझे योग्य हो पारि यही भरोसा आसु मोर प्रिय भाई माने भौणी माने प्रभु सेवक माने नम्रतार सहित आम गोटे मात्र कार्य करवा आमर सिद्धिदाता विश्वास नेता जीशु को लक्ष्य कर स्वर्गीय अभिनरपण पाइबा निमंते प्राणपण कर लक्ष्य स्थल को दौड़ा अनुग्रह जेहेतु सी आम धरी आम को कढ़े ने प्रभु आशीर्वाद करंतु धन्यवाद।